ଲାଞ୍ଜିପଲ୍ଲୀରେ ଅଧିଷ୍ଠାତ୍ରୀ ଦେବୀ ମା ତାରା ଦେବୀଙ୍କ ଠାକୁରାଣୀ ଯାତ୍ରା ରବିବାର ରାତ୍ରରୁ ଆରମ୍ଭ ହୋଇଯାଇଛି। ଆଜିଠାରୁ ଲାଞ୍ଜିପଲ୍ଲୀ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଥିବା ବେଳେ ମାଙ୍କ ଯାତ୍ରା ନେଇ ସ୍ଥାୟୀ ମନ୍ଦିର ସମେତ ଅସ୍ଥାୟୀ ମନ୍ଦିରକୁ ରଙ୍ଗବେରଙ୍ଗ ଫୁଲରେ ସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି। ରାତି 10:39ରୁ 12:49 ମଧ୍ୟରେ ଦେଶୀ ବେହେରାଙ୍କ ସହ ଯାତ୍ରା ପରିଚାଳନା କମିଟି ଗ୍ରାମବାସୀ ବିରାଟ ପଟୁଆର ଧରି ମା ତାରାଦେବୀ ଠାକୁରାଣୀଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ। ମା ମାର୍ଜଣା ଓ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ପରେ ଆଜ୍ଞାମାଳ ପାଇଁ ନିମନ୍ତ୍ରଣ କରିଥିଲେ। ମା ତାରାଦେବୀଙ୍କ ଆଜ୍ଞାମାଳ 12:27 ମିଳିବା ପରେ ବିରାଟ ପାଟପଟୁଆର ଘଣ୍ଟ ଢୋଳ ଶଙ୍ଖ ମୋହୁରି ବାଦ୍ୟ ବାଜଣା ବଜାଇ ମାଙ୍କୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ମାଙ୍କ ଆଗମନ ସମୟରେ ମୁଖ୍ୟ ମନ୍ଦିରଠାରୁ ଅସ୍ଥାୟୀ ମଣ୍ଡପ ମଧ୍ୟରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। 21 ଦିନ ଯାଏଁ ମା ଅସ୍ଥାୟୀ ମଣ୍ଡପରେ ରହିବା ପରେ ଆସନ୍ତା 7 ତାରିଖରେ ପୁଣି ନିଜ ମୁଖ୍ୟ ମନ୍ଦିରକୁ ଫେରିଯିବେ। ସେହିଦିନ ଯାତ୍ରା ସମାପନ ହେବ। ଅସ୍ଥାୟୀ ମଣ୍ଡପରେ ରହଣି ସମୟରେ ପ୍ରତିଦିନ ଭୋରୁ ପ୍ରଭାତ ଆଳତୀ ବାଳଭୋଗ ହୋମ ଚଣ୍ଡିପାଠ ସହ ମଧ୍ୟାହ୍ନରେ ଅନ୍ନଭୋଗ ଓ ସନ୍ଧ୍ୟାରେ 108 ଆଳତୀ ହେବ। ଅସ୍ଥାୟୀ ମଣ୍ଡପରେ 2 ଦିନ ବିଶ୍ରାମ ପରେ 21 ତାରିଖରୁ ଘଟ ପରିକ୍ରମା ଆରମ୍ଭ ହେବ। ଘଟ ପରିକ୍ରମା ବେଳେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମା ଲାଞ୍ଜିପଲ୍ଲୀ ଅଞ୍ଚଳର ଆଖପାଖ ଥିବା ବିଭିନ୍ନ ସାହିକୁ ପରିକ୍ରମା କରିବେ। ସେପରି ରଥ କଳାକୁଞ୍ଜ ସାଂସ୍କୃତିକ କାର୍ଯ୍ୟକ୍ରମ ମେଢ଼ ତୋରଣ ଓ ଯାତ୍ରା ପଡ଼ିଆରେ ମୀନାବଜାର ଆୟୋଜନ ହେବ। ଯାତ୍ରା ପରିଚାଳନା କମିଟି ସଭାପତି ଭଗବତ ପ୍ରସାଦ ସିଂ ଦେଓ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସାବତ, ସମ୍ପାଦକ ହୃଷିକେଶ ପାତ୍ରଙ୍କ ସମେତ କାହ୍ନୁଚରଣ ଚୌଧୁରୀ, ରାଜେନ୍ଦ୍ର ସାବତ, ଭେଙ୍କଟ ରାଓ, ସୀମାଦ୍ରି ପାତ୍ର, ଲଡ଼ୁ କିଶୋର ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ଆଜି ମାଙ୍କ ଯାତ୍ରାରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ସମେତ ସ୍ଥାନୀୟ କର୍ପୋରେଟର ବନିତା ସାହୁଙ୍କ ସମସ୍ତ କମିଟି କର୍ମକର୍ତ୍ତା ସଦସ୍ୟ ଗ୍ରାମବାସୀ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। 1979 ଠାରୁ ଲାଞ୍ଜିପଲ୍ଲୀର ପ୍ରତି 2 ବର୍ଷକୁ ଥରେ ମା ତାରାଦେବୀଙ୍କ ଯାତ୍ରା ଆୟୋଜିତ ହେଉଛି। ଜଗନ୍ନାଥ ସାବତ, କାର୍ଯ୍ୟକାରୀ ସଭାପତି, ଲାଞ୍ଜିପଲ୍ଲୀ ଯାତ୍ରା ପରିଚାଳନା କମିଟି। ଆପଣ ମାନେ ଜାଣିଥିବେ ମା ତାରାଦେବୀ ଠାକୁରାଣୀ ଯାତ୍ରା ଲାଞ୍ଜିପଲ୍ଲୀରେ ଆଜି ଆରମ୍ଭ ହେଇସାରିଛି। ମା ତାରାଦେବୀଙ୍କର ଏଇ ଯାତ୍ରା 1979 ମସିହାରୁ ଆରମ୍ଭ ହୋଇଛି। ଏଇଟା ହଉଛି 24ତମ ଯାତ୍ରା। ଏଇ ଯାତ୍ରା ବର୍ତ୍ତମାନ ଆମେ ଆଜି ମାଙ୍କର ଆଜ୍ଞାମାଳ ଆଣିବା ନିମନ୍ତେ ଆଜି ଆମେ ଦେଶବେହେରା ସହ ବିଶାଳ ପଟୁଆରରେ ଘଣ୍ଟ ଗିନି ମୃଦଙ୍ଗ ଏବଂ ଇତ୍ୟାଦି ସହ ୱାର୍ଡବାସୀଙ୍କ ସହ ବହୁ ଭକ୍ତ ସମାଗମରେ ଏବଂ ଯୋଉ କିଛି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଡାକିଥିଲୁ ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ମାନ୍ୟବର ବିଧାୟକ ଅନିଲ କୁମାର ମହୋଦୟ ମଧ୍ୟ ଉପସ୍ଥିତ ଥିଲେ, ଆସି ଯାଇଥିଲେ ଏବଂ ବିଜୁ ଜନତା ଦଳ ସଭାପତି ଗଞ୍ଜାମ ଜିଲ୍ଲାର ଡକ୍ଟର ରମେଶ ଚନ୍ଦ୍ର ପଟ୍ଟନାୟକ ଏଠି ଏବେ ଆସିଥିଲେ। ମଧ୍ୟ ଆମର ପୂର୍ବତନ ବିଧାୟକ ବ୍ରହ୍ମପୁର ବିକ୍ରମ ପଣ୍ଡା ଏବଂ ପ୍ରାୟ 12ରୁ 15 ଜଣ କର୍ପୋରେଟର ମଧ୍ୟ ଆସିଥିଲେ, ଯୋଗଦାନ କରିଥିଲେ। ଏଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲୁ ଦେଶୀ ବେହେରାଙ୍କ ସହ। ଆମେ ଏଠୁ ବାହାରି ମାଙ୍କର ସ୍ୱମନ୍ଦିରକୁ ଯାଇଥିଲୁ ଆଜ୍ଞାମାଳ ପାଇଁ, ନିମନ୍ତ୍ରଣ ପାଇଁ, ଗୁହାରି ଜଣାଇବା ପାଇଁ। ମାଙ୍କର ଆଜ୍ଞାମାଳ ନେଇ ଆମେ ସମସ୍ତେ ପୁଣି ବିରାଟ ପଟୁଆରେ ଆସି ମାଙ୍କର ଅସ୍ଥାୟୀ ମଣ୍ଡପରେ ଆମେ ଘଟ ସ୍ଥାପନ କରିଛୁ। ଆଜି ସମସ୍ତେ ଆଜି ଆନନ୍ଦ ଉଲ୍ଲାସରେ ସମସ୍ତେ ଉଲ୍ଲସିତ। ଆଜି ମା ବାପା ଘରକୁ ଆସିବେ ଏବଂ ମାଙ୍କୁ ମନ୍ଦିରରୁ ଅସ୍ଥାୟୀ ମଣ୍ଡପରୁ ବାପା ଘରକୁ ଆଣିବା ପାଇଁ ସମସ୍ତେ ଯାଇଛନ୍ତି ଏବଂ ସମସ୍ତେ ମାଙ୍କୁ ନେଇକି ଆସିବେ। ମା ବାପା ଘରେ ରହି ସମସ୍ତଙ୍କୁ ଆଶୀର୍ବାଦ କରିବେ ଏବଂ ବର୍ଷେ ବ୍ୟବଧାନରେ ଯୋଉ ଯାତ୍ରା ହୁଏ ସେଥିପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ଏଇ ଦିନଟିକୁ। ମା ବାପା ଘରକୁ ଆସିଲା ବେଳେ ଅତ୍ୟନ୍ତ ପ୍ରସନ୍ନ ଥାନ୍ତି ଏବଂ ପ୍ରସନ୍ନତାର ସହିତ ମା ଆଶୀର୍ବାଦ ଲାଭ କରିଥାନ୍ତି। ମୁଁ କାହ୍ନୁଚରଣ ଚୌଧୁରୀ, ଯାତ୍ରାର ସଂଗଠକ ଅର୍ଗାନାଇଜର। ଆମର ଆଜି ଯାତ୍ରା ଆରମ୍ଭ। ମା ତାରାଦେବୀ ଆଦିମାତା ଆଦିଶକ୍ତି ଜଗଜନନୀ ଶାନ୍ତି ଦାୟିନୀ ମା ତାରାଦେବୀଙ୍କର ଯାତ୍ରା ଆରମ୍ଭ ଏବଂ ଏଇ ଯାତ୍ରା ଲାଗି ଆମ ଗାଁରେ ବହୁତ ଉନ୍ନତି ହେଇଛି। ଲାଞ୍ଜିପଲ୍ଲୀ ଗ୍ରାମର 3ଟା ୱାର୍ଡ ଭିତରେ ଯାତ୍ରା ହେଉଛି ଏବଂ ସବୁ ସାହି ଭିତରେ ସମସ୍ତଙ୍କ ଭାଇଚାରା ସୃଷ୍ଟି ହେଉଛି। ମନା ପୂର୍ଣ୍ଣ ସାବତ, ମୁଖ୍ୟ ଘଟଧାରୀ। ଦେଶବେହେରାରୁ 10ଟା ବହି ଚାଳିଶରେ ଆମେ ଘରୁ ବାହାରିକି ମାଙ୍କ ଦୀପ ଧରିକି ମାଙ୍କ ଭିତରେ ପହଞ୍ଚିଲୁ। ବିରାଟ ପଟୁଆର ସହିତ ଗାଁ କମିଟି ସହ ଆଉ ଗାଁ ସାହି ଭାଇ ସହ ବିରାଟ ପଟୁଆର ସହ ବାହାରି ଆମେ ମାଙ୍କ ମନ୍ଦିରରେ ପହଞ୍ଚିଲୁ। ମାଙ୍କ ପୂଜା ପୂଜି ସରିଲା ପରେ ମାଙ୍କୁ ଆହ୍ୱାନ କଲୁ। କେତେ ଦିନ ଧରି ଯାତ୍ରା ମେ 18 ଠୁ ଜୁନ 7 ପର୍ଯ୍ୟନ୍ତ, ଆଉ 20 ଦିନ। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ୱାନ୍ ଓଡ଼ିଶା।